ଟିକେ ଭଲ ତମର କୋଉ ନ କଣ କରିବ ଇଆଡ଼େ ନା ନା ସେଇଠି ବା ବ୍ୟାଚ୍ ଫିଷ୍ଟ ସେଇଠି ହବ। ଇଏ ଯୋଉ କହୁଥିଲା କି ବାରି ଗୋଟେ କାହିଁ ଏଇଠି କୁକୁଡ଼ା ଫାର୍ମ ତମର ଏଇଟା ନା ବଣଭୋଜି ଅଛି ବିରିଡ଼ି କେତେ କାମ ଅଛି ତାର ଜଣଙ୍କ ଘରକୁ ଯିବୁ। ହବନି କିନ୍ତୁ ଯାହା ଘରକୁ ଯିବି ସେଠି ଆପଣଙ୍କ ସହିତ ସେୟାର କରିପାରିବି। ଦେଖିବେ ରାତିରେ ପଡ଼ିବ କିଭଳିଆ ଭୂତ। ମୁଁ ବନ୍ଦ କରିଦେବି ଆଉ କ୍ୟାମେରା ବନ୍ଦ କରିଦେବା। ମାନେ ଲାଇଟ୍ଟା ପଡ଼ିଛି ଦେଖାଯାଉନି କିନ୍ତୁ ଦେଖନ୍ତୁ ଚୁଲିରେ ମାଛ ତରକାରୀ। ଯାହାକୁ ଚୁଲି ରୋଷେଇ ଛାଡ଼ିଯିବ। ଚୁଲି ରୋଷେଇରେ ମାଛ ତରକାରୀ ସାଙ୍ଗମାନେ ଯାଇଥିଲୁ ବୁଲିଲୁ ମଜାମସ୍ତି ବି କଲୁ। ସାଙ୍ଗ ଘରକୁ ବି ଗଲୁ ବୁଲିଲୁ ମଜାମସ୍ତି କରି। ଦେଖ ଯେଉଁ କାଲି ଏତେବେଳେ ମୁଁ ଥିଲି ଆମ ଘରେ ଆଜି ଏତେବେଳେ ମୁଁ ବର୍ଷାରେ ଆମେ ହେଉଛୁ ଉଡ଼ା ଚଢ଼େଇ ଏମିତି ଉଡ଼ୁଛୁ। ପତିଦେବ କ'ଣ କରିବେ ଯେହେତୁ ଆଜି ସଣ୍ଡେ ବୁଧବାର ସଂକ୍ରାନ୍ତି ଅଛି ଆଇଁଷ ପାଗ ତ କିଛି ନାହିଁ ସେଥିପାଇଁ ପତିଦେବ ଆଳୁ କାଟିଲେ। କ'ଣ କରିବେ କେଜାଣି ଆଳୁ କାଟିଲେଣି। ଫସା ଦେବି ଆଜି କିଛି ବି କଣ୍ଟେଣ୍ଟ କରିନି। କ'ଣ କରିବି ଯାଇଥିଲୁ ବୁଲିବାକୁ ବୁଲିଲୁ ଆଇଲୁ ଆଉ। ଆଳୁଟା ଟିକେ ମୁଁ ଧୋଇଦେଲି। ହବ ଅଦା ବେଶୀ ପଡ଼େନି ଦିଏ ମୁଁ ଆଳୁ ଧୋଉଛି। ଚା ଟିକେ ସନ୍ଧ୍ୟାବେଳେ ହବ। କ୍ଷୀର ଫୁଟେଇ ଦେଇଛି। ଯାକୁ ମୁଁ ମୋ ଜାଗାକୁ ପଳେଇଲେ ମୁଁ ଭାରି ଖୁସି। ମୋ ହିରୋ ବି ସେଇଆ ମୋତେ ମୋ ଜାଗାଟା ମୋତେ ଠିକ୍ ନା ଖାଅ ନ ଖାଉ କିନ୍ତୁ ଶାନ୍ତି ଅଛି। ଏଇଆ ଯେ ଆଗରୁ ଏମିତି ଏତେ ବି ମୁଁ ଭଲ ପାଉନଥିଲି କିନ୍ତୁ ଅଭ୍ୟାସ ହେଇଗଲା ପରଠୁ ତାହେଲେ ଏଣିକି ଘରକୁ ଯିବା ପାଇଁ ଭଲ ଲାଗୁଛି। ସାଙ୍ଗମାନେ କହିଲେ ଏବେ ଧାନ ଯେଉଁ କଟା ହେଇଯାଇଛି ପୁରା ମସ୍ତ ହେଇଛି। ମୁଁ କାଲିର ଆଜିର ମିଶେଇ ସବୁ ଛାଡ଼ିବି ଆଉ। ଟ୍ରାକ୍ଟର ବୁଲୁଛନ୍ତି ବଗ ପକ୍ଷୀ ସେଠି କିଛି ଦେଖିବାକୁ ମିଳୁନି ଖାଲି ଗାଡ଼ି ଘୋଡ଼ା। ସେଠି ଖାଲି ପଶୁ ପକ୍ଷୀ ଦେଖିବ ବିଲରେ ବଢ଼ିଆ ଲାଗେ ଯେତିକି ବେଳେ ଆଉ। 5ଟା ବାଜିଲାଣି ସଞ୍ଜ ଦିଆ ହବ। ମୋର ଏଠି ପାଖ ବୋଲି ନା ହେଇଥିନେ ଆଉ ସେ ଖାଇଯିବି। ଯେତେ ବି ଆମକୁ ଯଦି ନ ଭଲ ଲାଗେ ଚାଲ ସାଙ୍ଗେ ସାଙ୍ଗେ ଗାଡ଼ି ବାହାରିଲା ଆମେ ଚାଲିଲୁ।
ଆସିପାରିଥାନ୍ତା ଦୂର ଜାଗା ହେଇଥିଲେ ତ ମୁଁ ଖାଲି କାନ୍ଦି କାନ୍ଦି ମୋ ଦିନ ଯାଇଥାନ୍ତା। ହଁ କ'ଣ କଥା ବି ଆଜିର ବ୍ଲଗ୍ଟା କିଛି ହେଇନି। ଦେଖିବା ରାତିରେ କ'ଣ ଅଛି ମିଶେଇ ମାସିକି ଛାଡ଼ିବି ଆଉ। ଆଜି ବହୁତ ଲେଟ୍ ଛଡ଼ା ହବ ଆଉ। ଆର କଥା ବି ଆପଣମାନଙ୍କ ସହିତ ବି ସେୟାର କରିବି। ହଁ ହବ ଅଳ୍ପ ମସଲା ଭଲ। ହଉ କ'ଣ କରିବି ଗୋଟେ ଚଷମା ପିନ୍ଧିକି କେମିତି ଦେଖାଯାଉଛି ସାଙ୍ଗମାନଙ୍କୁ କହିବି। ମୋ ଚଷମା ପିନ୍ଧିଲେ କେମିତି ଲାଗୁଛି ସାଙ୍ଗମାନେ ଟିକେ କମେଣ୍ଟ ବକ୍ସରେ କହିବେ। ଦେଖିବା ରାତିରେ କ'ଣ ହେଉଛି ସେଟା ଆପଣମାନଙ୍କ ସହିତ ସେୟାର କରିବି। ସେ ପର୍ଯ୍ୟନ୍ତ ମୁଁ ଏକା ଅଛି। ଦେଖିବା ରାତିରେ କ'ଣ ହେଉଛି ତାପରେ ଯାଇ ବ୍ଲଗ୍ ଛାଡ଼ିବି 9ଟାରେ ଆଉ। ତାପରେ କାଲିଠୁ ଠିକ୍ ହେଇଯିବ। ଯେଉଁ 3:30 4ଟାରେ ଛାଡ଼ିଥିଲି ସେମିତି ଛାଡ଼ିବି। ଉଚିତ କାମ ଟିକେ ଡେରି ହେବ ଆଉ। ହଁ ସାଙ୍ଗମାନେ ଆମର ଚୁଲିରେ ହେଉଛି ରୋଷେଇ। ଇଏ ହେଉଛି ସନ୍ଧ୍ୟା ବେଳର ଦେଶ। ଆଉ ସମସ୍ତଙ୍କୁ ମୋର ଦିଲ୍ସେ ଗୁଡ୍ ଇଭିନିଂ। ଆପଣମାନେ କେମିତି ଅଛନ୍ତି? ଭଲ ଅଛନ୍ତି ନା? ମୁଁ ଆଶା କରୁଛି ବହୁତ ଭଲରେ ଥିବେ। ତାଙ୍କର ଆଜି ହେଉଛି ଫିଷ୍ଟ। କିଛି ସାଙ୍ଗମାନେ ମିଶିକି ଚୁଲିରେ ଚିକେନ୍ କରୁଛନ୍ତି କହିଦେଲି। ସେଥିପାଇଁ ସେ ରୋଷେଇ କରୁଛନ୍ତି। ମୋର ରୁଟି କ୍ଷୀର ଆଣିଛି କ୍ଷୀର ସେଥିପାଇଁ କି ମୁଁ ଯେହେତୁ ଘରକୁ ଯାଇଥିଲି କାଲି କ୍ଷୀର ଆଣିଛି। ମୋର ରୁଟି କ୍ଷୀର ଖାଇବି। ସିଏ ଅରୁଆ ଭାତ ଚିକେନ୍ ସିଏ ତାଙ୍କର ଖାଇବେ। ଯେହେତୁ ବୁଧବାର ପଡ଼ିଯାଉଛି ନକରାନ୍ତି ସେଥିପାଇଁ କି ଛୁଆମାନେ ଦେଖୁନ ରାତି ହେଲାଣି ବି ଗୁଡ଼ି ଉଡ଼ଉଛନ୍ତି। ଧନ୍ୟରେ ତମେ ମାନେ। ସନ୍ଧ୍ୟା ଦେଲାଣି। ଆମର ବି ସଞ୍ଜ ଦିଆ ସରିଲାଣି। ଆମର ସଞ୍ଜ ଦିଆ ସରିଲାଣି। ଦେଖୁନାହାନ୍ତି ସିଏ କେଉଁଠି ମୁଁ କେଉଁଠି। ସିଏ ଯାଇ ସେଠି ମୁଁ ଏଠି। ମୁଁ ସତ ବାଢୁଆ ବେଳେ ଚିକେନ୍ ଖାଏନି କି ମଟନ୍ ଖାଏନି। ଅଣ୍ଡା ଟିକେ ଖାଏ। ଆଉ ଯେହେତୁ ଏବେ ବାହା ହେଇସାରିଲିଣି ଏଇଠି ଆଉ ଚିକେନ୍ ଅଣ୍ଡା କ'ଣ ଖାଇପାରିବି? ମାଛ ଖାଏ। ଦିନରେ ଆଜି ଚୁଲିରେ ମାଛ ତରକାରୀ ଖାଇଛି। ରାତିରେ ହେଲା ଚିକେନ୍ ଚୁଲିରେ ଚିକେନ୍ କଷା। ସକାଳେ ହେଇଥିଲା ଚୁଲିରେ ମାଛ ତରକାରୀ ପୁଣି ସୋରିଷ ଦେଇକି ପୁରା ମସ୍ତ ଲାଗୁଥିଲା। ସାଙ୍ଗମାନେ ବ୍ଲଗ୍ଟାକୁ ମୁଁ ଏଇଠି ଏଣ୍ଡ କରିଦେଉଛି। ପୁଣି ଦେଖାହେବା କାଲି ଏକା ଗୋଟେ ନୂଆ ଫେସ୍ ବାଲା ବ୍ଲଗ୍। ରାତିରେ କ'ଣ ହେଲା କ'ଣ ନାହିଁ ମୁଁ ସେଇଟା କାଲି ସେୟାର କରିବି। ଆଜିର ବ୍ଲଗ୍ଟାକୁ ମୁଁ ଏଇଠି ଏଣ୍ଡ କରୁଛି। ଯଦି ମୋ ଭିଡ଼ିଓ ଭଲ ଲାଗେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ଜଲ୍ଦି ମୋ ଚ୍ୟାନେଲକୁ ଯାଇ ସବସ୍କ୍ରାଇବ୍। ମୋ ସର୍ଟ ଭିଡ଼ିଓ ଆପଣମାନେ ଦେଖୁନାହାନ୍ତି ନା? ଦେଖନ୍ତୁ ନା କମେଡ଼ି ଅଛି। ମୋ ପ୍ରାୟ କମେଡ଼ି ହେଇଯାଉଛି ଦେଖିବେ। ବହୁତ ଭଲ ବି ଲାଗୁଛି। ଆଜି ବି 2ଟା ଭଲ କମେଡ଼ି ପତିଦେବ ସାଥ ଦେଇଛନ୍ତି ହେଇଛି। କିନ୍ତୁ ଆପଣମାନେ ଦେଖିନାହାନ୍ତି ଯେଉଁଠିକି ମୋର ଭିଉ ଯାଇନି। ଆପଣମାନେ ଯାଆନ୍ତୁ ନା ମୋ ଭିଡ଼ିଓ ଦେଖନ୍ତୁ। ଆଉ ଆଜିର ବ୍ଲଗ୍ଟା ମୋର ଏଇଠି ଏଣ୍ଡ ହେଲା। ଦିଲ୍ସେ ଆପଣମାନେ ସମସ୍ତଙ୍କୁ ମୋର ନମସ୍କାର। ଜୟ ମଙ୍ଗଳା। ଟାଟା। ନା କ'ଣ କହୁଛ?